ମହାପୁରୁଷ ଥିଲେ ସ୍ୱତନ୍ତ୍ର ଦିଗମ୍ବର ଦିଗମ୍ବର ଫାଷ୍ଟ ରହିଲା କଣ ନା ସ୍ୱତନ୍ତ୍ର ହେଲା ଯୋଉ ଲୋକମାନେ ବା ଯୋଉ ସନ୍ନ୍ୟାସୀ ମାନେ ଧଳା ବସ୍ତ୍ର ପରିଧାନ କରୁଥିଲେ ତାକୁ ଶ୍ଵେତାମ୍ବର ବୋଲି କୁହାଗଲା ଶ୍ଵେତାମ୍ବର ତାପରେ ରହିଲା ଦିଗମ୍ବର ଦିଗମ୍ବର ଯୋଉମାନେ କି ସମ୍ପୂର୍ଣ୍ଣ ରୂପେ ଉଲଗ୍ନ ଥିଲେ ତାଙ୍କୁ ଦିଗମ୍ବର ବୋଲି କୁହାଯାଉଥିଲା ବୁଝିପାରିଲ ନେକେଡ ଥିଲେ এই সম্প্রদায় দুইটি সম্প্রদায়ের জৈন ধর্মের ব্যক্তি দেখা এটা কোন ଥିଲା ଯେଉଁମାନେ ଧଳା ବସ୍ତ୍ର ଖାଲି ପରିଧାନ କରିବେ କିଛି ନାହିଁ ହେଲା ଖାଲି ଯଦି ପୁଅ ହଉଛନ୍ତି ତାହେଲେ ପୁଅ ପିଲା ହଉଛନ୍ତି ଖାଲି ଧୋତି ଖଣ୍ଡେ ପିନ୍ଧିକି ରହିବେ ଯଦି ଝିଅ ରହୁଛନ୍ତି ଧଳା ବସ୍ତ୍ର ଖାଲି ପିନ୍ଧିକି ରହିବେ ବୁଝିପାରିଲ ଆଉ ଯୋଉ ଜୋରନ୍ଦା କଥା କାଲି କହୁଥିଲି ସେ ଜୋରନ୍ଦାରେ ତମେ ଡକ୍ଟର ବି ପାଇବ ହେଲା ତମେ ଇଞ୍ଜିନିୟର ବି ପାଇବ ତମେ ଟିଚର ବି ପାଇବ ଯୋଉମାନେ କି ଧର୍ମକୁ ଗ୍ରହଣ କରିଛନ୍ତି ବା accept କରିକି ଯାଇଛନ୍ତି। ଏ ଗୋଟେ ଜାଗାରେ ମୁଁ ଭୁଲ କହିଥିଲି ଯୋଉଟା କି ରହିଲା ପିପଲ ଗଛ ହେଲା ସେଟା ପିପଲ ଗଛ ନୁହେଁ ସେଟା ଶାଲ ଗଛ ହେଲା ବୁଧ ଆଉ ଜଣରେ କନଫ୍ୟୁଜ ହେଇଯାଇଥିଲା ତା କୋଉ ଗଛ ହବ ଶାଲ ଗଛ ସେଟା ଟିକେ କରେକ୍ଟ କରିଦିଅ ଆଉ ତାଙ୍କର ପ୍ରଥମ ଯୋଉ ରହିଲା ଶିଷ୍ୟ ତାଙ୍କର ପ୍ରଥମ ଶିଷ୍ୟ ଥିଲେ ତାଙ୍କର ମହାବୀରଙ୍କର ପ୍ରଥମ ଶିଷ୍ୟ ବା disciple କିଏ ଥିଲେ ପ୍ରଥମ କିଏ ଥିଲେ ତାଙ୍କର ଜାମା ଅର୍ଥ ହଉଛି କଣ ତମିଲ ହେଲା ଜାମାତା ବା ଜଇଁ ବୁଝିପାରିଲ କିଏ ତାଙ୍କର ନାଁ ଥିଲା ଜାମାଳି ମହା ଜାମାଳି ଜାମାଳି କିଏ ଥିଲେ ତାଙ୍କର ଜାମାତା ବା ଜଇଁ ଥିଲେ ତାହେଲେ ଜଇଁ ହେଲେ କେମିତି ସେ କାହାକୁ କୁହା ଝିଅ ଝିଅର ନାମ କଣ ରହିଲା ହେଲା ଏବେ ବି ଜାମାଳି ପିଚି सर सर सुबुनी ठीक से सुबुद्धि सर पूरा क्लियर से सुबुनी सर कैमरा टाକୁ ପାଖକୁ ନିଅନ୍ତୁ ଦେଖାଯିବ ସାର୍ କ୍ୟାମେରା ପାଖକୁ ନିଅନ୍ତୁ सुबिला
देखा होची ଆଜ୍ଞା ସାର୍। ଯୋଉଟା ଦେଖିଥିଲୁ କଣ୍ଟ୍ରି ସେଟା ଚେଞ୍ଜ କଲୁ ହିରୋଇ ସୁବୁଛି ନା ନାହିଁ ସାର୍ କଣ କହୁଛନ୍ତି ଶୁଣା ଯାଉନି। ଆଉ କେତେ ବଡ କରିଦେବୁ ସୁବୁଛି ହଁ ହଁ ଶୁଭିଲା ଶୁଭିଲା। ଆଜ୍ଞା ସାର୍। ଆଜି ଆମେ ପଢିବା ସାହିତ୍ୟ ବିଷୟ ତାର ବା ସାହିତ୍ୟ ଉପରେ ଆଜି ଆମେ ପଢିବା ପ୍ରଥମତଃ ସାହିତ୍ୟ ଲେଖା ଗୁଡିକ ପ୍ରାକୃତ ଭାଷାରେ ଥିଲା କି ଅର୍ଦ୍ଧ ମାଗଧୀ ଭାଷା ବୋଲି କୁହାଯାଏ ତାର କୋଉ ସ୍କ୍ରିପ୍ଟ ଥିଲା ନା ଅର୍ଦ୍ଧ ମାଗଧୀ ଯୋଉଟା କି ଟାଇମର ସମ୍ପୂର୍ଣ୍ଣ ରୂପେ ଥିଲା ଅର୍ଦ୍ଧ ମାଗଧୀ ସ୍କ୍ରିପ୍ଟ ସ୍କ୍ରିପ୍ଟ ମାନେ କଣ ଲେଖା ହେଲା ସ୍କ୍ରିପ୍ଟ ମାନେ ହଉଛି ଲେଖା ଯେମିତି ଆମର ତମେ ସମସ୍ତେ ମେସେଜ କରୁଥିବ କହୁଛ ଓଡିଆରେ କିନ୍ତୁ ଲେଖୁଛ ଇଂଲିଶରେ ସ୍କ୍ରିପ୍ଟ କୋଉଟା ହେଲା ଇଂଲିଶଟା ହଉଛି ସ୍କ୍ରିପ୍ଟ ତମ କହିବାଟା ହଉଛି ଓଡିଆ ବୁଝିପାରିଲ ଟାଇମରେ ସେଟା ଚେଞ୍ଜ ହେଇକି କୋଉଟା ଲେଖା ହେଲା ପ୍ରାକୃତ ବୁଦ୍ଧିଜୀବୀ କିଏ ଲେଖୁଥିଲେ ବୁଝିପାରିଲ ପ୍ରାୟୋରିଟି ଦିଆଗଲା ଯେହେତୁ ହଉଛି ଆମର କଣ ବୈଦିକରୁ ଆସୁଛି ଆସୁଛି ସେଥିପାଇଁ ମଧ୍ୟ ଥିଲା ତାର ଲିଟରେଚରରେ ଥିଲା ଆଜି ଆମେ ପଢିବା ତାର କେତେଟା କାଉନସିଲ ହେଇଥିଲା କାଉନସିଲ ମାନେ ହଉଛି ମିଟିଂ କାଉନସିଲର ଅର୍ଥ କଣ ଧର୍ମକୁ ସ୍ପ୍ରେଡ କରିବା ପ୍ରଚାର ପ୍ରସାର କରିବା ପାଇଁ ଭିନ୍ନ ଭିନ୍ନ ସମୟରେ କଣ ହଉଥିଲା ସାଧୁ ସନ୍ନ୍ୟାସୀ ମାନଙ୍କୁ ଡାକିକି ଧର୍ମ ବିଷୟରେ ଆଲୋଚନା କରାଯାଉ ଯେମିତି ତମେ ଆକବରଙ୍କର ଥିଲା ଦିନ୍ ଇ ଇଲାହି ଆକବରଙ୍କର ଦିନ୍ ଇ ଇଲାହି ଦିନ୍ ଇ ଇଲାହିର କଣ ରହିଲା ଧର୍ମ ନିଜ ଭାଷା ପଢି ନାହାନ୍ତି ସେ କିନ୍ତୁ ସେ 5 years କରୁଛନ୍ତି ସବୁଠାରୁ ଆଉ ସିଏ ହିଁ ଥିଲେ ପ୍ରଜା ମଙ୍ଗଳକାରୀ ରାଜା ଖାଲି ମୋଗଲ ସାମ୍ରାଜ୍ୟରେ ଗୋଟାଏ ରାଜା ଥିଲେ ଆଉ ଗୋଟେ ରାଜା ଯିଏକି ମାନେ ଜମା ବି ଜନତାକୁ ଭଲ ପାଉନଥିଲେ ସେମିତି ଯୋଉ କାଉନସିଲ ଗୁଡା ହଉଥିଲା ମାନେ ଆମ ଜନଧର୍ମ ସେ ଦୁଇଟି କାଉନସିଲର ଅର୍ଥ କଣ ରହୁଛି ପ୍ରକାର ସାଧୁ ସନ୍ନ୍ୟାସୀ ମାନଙ୍କୁ ମାନେ ଡାକିକି ଏଇ ସ୍ଥୂଳବାହୁ କିଏ ସ୍ଥୂଳବାହୁ ଯିଏକି ସ୍ୱୟଂବର ବିଷୟରେ କଣ କରିଥିଲେ ଲୋକମାନଙ୍କୁ ବୁଝେଇଥିଲେ ମାନେ ସ୍ୱୟଂବରର ଆମର ଯଦି ଲିଡର ଯଦି ଆମେ ଦେଖିବା ତାହେଲେ କିଏ ସ୍ଥୂଳବାହୁ ଆଉ ଦିଗମ୍ବରର ଭଦ୍ରବାହୁ ହେଲା ସେ ବହିରେ ତମର ଦିଆ ହେଇଛି ଜଣେ ସନ୍ନ୍ୟାସୀ ଥିଲେ ଜୈନ ଧର୍ମ ଗ୍ରହଣ କରିଥିଲେ ସେ ହିଁ କରୁଥିଲେ କଣ ଯୋଉଟା କି ଦିଗମ୍ବର ଜୈନ ଧର୍ମରେ ଯାଉଥିଲେ ହେଲା ସେ ସ୍ୱୟଂବରକୁ ନେଇକି ଚାଲିଲେ ପ୍ରଥମ କାହା ଦ୍ୱାରା ହେଇଥିଲା ସ୍ଥୂଳବାହୁ ଦ୍ୱାରା କେବେ ହେଇଥିଲା 3rd century BC ର ପ୍ରାରମ୍ଭରେ ବା beginning ସେଟା କେବେ ହେଲା ସେକେଣ୍ଡ ଏ ଭଲ ହେଲା ପଞ୍ଚମ
ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟାବ୍ଦ ଆଉ ଖ୍ରୀଷ୍ଟପୂର୍ବ ବିଷୟରେ ସମସ୍ତେ BC ଆଉ AD ଖ୍ରୀଷ୍ଟପୂର୍ବ ହଉଛି ଏବେ ସମୟରେ ଯଦି ଆମେ ଦେଖିବା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମକୁ ପରେ ଯୋଉଟା ଷ୍ଟାର୍ଟ ହେଇକି ଯୋଉଟା ଟାଇମଟା ସେଟା ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟାବ୍ଦ ଯାହାକୁ ଆମେ ଆନା ଡୋମିନି ବୋଲି କହୁଛୁ। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ପୂର୍ବରୁ ଯାହାକୁ ନେଇଥିଲା ତାକୁ ଖ୍ରୀଷ୍ଟ ପୂର୍ବ ତାକୁ ଆମେ BC ବୋଲି କହୁଛୁ BC ବୋଲି କହୁଛୁ। तो एटू वर्ष भीतर एटू 100 जो टाइम जो 200 वर्ष रहला तो हमरा CE बोल बा कॉमन एरा बा क्रिश्चियन बोली कहउछु तेलो तमे ताको एडी देबे काउंट करी पाए गोटे जगह रे जदि ख्रीष्ट पूर्व अछि ताले प्रेजेंट टाइम से केते वर्ष देखिबार अछि धरा ये जन्म ग्रहण करके जन्म केबे 540 BC ते वर्ष पूर्ण एटा देखिबार अछि और हमरा कोठी जाई पहुंचले 2025 ताले 2025 रे 542 कोन करथियो सब बाहरी एतिकी वर्ष पुराना होची कोन बौद्ध जैन धर्म एबे एटा तो गला BC रे ताले ख्रीष्ट धर्म नॉर्मली हम देखिबा 160 पाखापाखी रे होला एठी रे तमरो इस्लाम बौद्ध धर्म इस्लाम ताहले से वर्ष पूरा जदि एडी को एडी आसा ताले कोन देखो माइनस करियो ठीक है माइनस के कम देखो आखिर में जाय कर तो एडी एक बार और दे बार अच्छा सी ताले 1265 वर्ष पुराना कोडा इस्लाम अंशुमान एबे बुझिलो सर दिल बुझी हलानी बुझी हलानी ना तो काले जैन धर्म पचार ना इस्लाम धर्म के असला ना जैन धर्म आसीतिला 1265 वर्ष पूर्वे होला एतिकी वर्ष पूर्वे को धर्म आछि इस्लाम तमरो 2000 वर्ष पुराना होची को धर्म धर्म ताने कोटा आगे आस्तिला जैन धर्म ना जैन धर्म सर सेटा नु काउंसिल कहूची कोटा काउंसिल दीटा फर्स्ट काउंसिल सेकंड काउंसिल अच्छा फर्स्ट काउंसिल दा इतरा 3rd सेंचुरी BC 3rd सेंचुरी BC रे फर्स्ट काउंसिल सेकंड काउंसिल हेइतला तमरो 5th सेंचुरी AD AD ताले ए जगह हम देखिबा जदि प्रेजेंट टाइम को हिसाब करियर अछि ताले 2050 रे 300 प्लस कर दिया एतिनी वर्ष पुराना से जगह रे 8 टा आसी एटा होची कोन 5 सेंचुरी माने 500 माइनस बुझि पारलो एतिकी वर्ष पुराना दुईटा काउंसिल गोटे हेतिला स्टॉक पूर्व रे आ गोटे हेतिला ख्रीष्टाब्द बुझि हला सर एते दीटा काउंसिल ले एते डिस्टेंस दीटा काउंसिल ले काउंसिल माने केही भी को एक्सेप्ट करबा पा चाहू नथिले कपड़ा रखिबो तो रात में लाइट ऑन करी पारिबो नाही माने लंडन भी जा भेले
ଯିବେ। ତମେ ବାଟରେ ଗଲା ବେଳେ ଆଗେ ତଳକୁ ଦେଖିକି ପିମ୍ପୁଡିରେ ବି ଯିବ ତାକୁ ବି ମାରିପାରିବ ନା। ତମେ କୌଣସି ଜୀବ କରିପାରିବ, ବୁଝିପାରିଲ? ମଶାଟା ଯଦି ଖାଉଛି ବା ପିଉଛି ରକ୍ତ ତମେ ତାକୁ ତ ସେଥିପାଇଁ ଲୋକମାନେ ଚାହୁଁନଥିଲେ ଜୈନ ଧର୍ମ ଗ୍ରହଣ କରିବା ପାଇଁ, କିନ୍ତୁ କିଛି ନୀତି ନିୟମ ଥିଲା।